କୁସୁମା ଯିବା ବାଟରେ ହୋଇଥିଲା ଭୟାନକ ଗାଡ଼ି ଦୁର୍ଘଟଣା। ଆମ ଆଖି ଆଗରେ ଭୟାନକ ଗାଡ଼ି ଦୁର୍ଘଟଣା ହୋଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଭାଇ ଭଉଣୀ 2 ଜଣ। ନମସ୍କାର, ଜୟ ଜଗନ୍ନାଥ। ମୋର ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। କେମିତି ଅଛନ୍ତି ସାଙ୍ଗମାନେ? ଭଲରେ ଅଛନ୍ତି ନା? ନିଶ୍ଚୟ ଭଲ ଥିବେ। ଭଗବାନ ଆପଣମାନଙ୍କୁ ସମସ୍ତଙ୍କୁ ସବୁ ବିପଦ ଆପଦରୁ ରକ୍ଷା କରନ୍ତୁ। ମୋ ୟୁଟ୍ୟୁବ୍ ପରିବାର ଯେଉଁମାନେ ମୋ ସହିତ ଯୋଡ଼ି ହେଇଛନ୍ତି ଆଉ ଯେଉଁମାନେ ମୋ ସହିତ ଆଗକୁ ଯୋଡ଼ି ହେବେ, ସମସ୍ତେ ମାନେ ଭଲ ରୁହନ୍ତୁ, ଖୁସି ରୁହନ୍ତୁ, ସମସ୍ତଙ୍କ ଦେହ ପା ଠିକ୍ ରହୁ, ଏହା ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି। ସାଙ୍ଗମାନେ, ମୁଁ ଆପଣମାନଙ୍କୁ କହୁଛି, ଆମେ ଯାଇଥିଲୁ ଯେଉଁ ଶନି ମନ୍ଦିର ବୁଲିବା ପାଇଁ। କାଲି ଯାଇଥିଲୁ ନଣନ୍ଦର ମୋର। ଆମେ କୁସୁମା ବୁଲିବା ପାଇଁ ଯାଇଥିଲୁ। ଆପଣମାନେ ଭିଡ଼ିଓରେ ଦେଖିଥିବେ। କୁସୁମା ବୁଲି ସାରିଲା ପରେ ଟାଇମ୍ 7ଟା, ମିନିମମ୍ 7ଟା ହେଇଥିଲା। ଆମେ ଗୁପଚୁପ ଖାଇସାରିଛୁ ଠିକ୍। ମାନେ ଗୁପଚୁପ ବାଲାକୁ ଆମେ ପଇସା ଦେଇନଥିଲୁ। ମାନେ ଗୁପଚୁପ ପଇସା ଦେବା ପାଇଁ ଯାଉଥିଲୁ। ଅଚାନକ ଭାବରେ ମାନେ ଚାହିଁଥିଲାକୁ ସେପଟରେ ଗାଡ଼ି ଗୋଟେ ଆକ୍ସିଡେଣ୍ଟ ହେଲା। ମାନେ ଆମେ ଆଖି ଆଗରେ ଗୁପଚୁପ ଖାଉଥିଲୁ, ତା ଅଳ୍ପ ବାଟ ଛାଡ଼ିକି ଗାଡ଼ି ଆକ୍ସିଡେଣ୍ଟ ହେଲା କୁସୁମା ଯିବା ବାଟରେ। ମାନେ ଭାଇ ଭଉଣୀ 2 ଜଣ ଯାଉଥିଲେ। ଆଉ ଗୋଟେ ଗାଡ଼ି, ସେ ମଦ ପିଇଛି, ସେ ଭାଇ ମଦ ପିଇଛନ୍ତି, କ'ଣ କରୁଛନ୍ତି ଭଗବାନ ସେ କଥା ଜାଣିଛନ୍ତି। ଆସିକି ଗାଡ଼ି ବାଡ଼େଇ ଦେଲେ ଭାଇ ଭଉଣୀଙ୍କ ଦେହରେ। ଭାଇ ଭଉଣୀ ଏ ଟାଉନର ଭାଇ ଭଉଣୀ 2 ଜଣ, ଟାଉନ ପାଖ। ଗାଡ଼ି ବାଡ଼େଇ ଦେଲେ, ମାନେ ଗାଡ଼ି ଭାଇ ଭଉଣୀ 2 ଜଣଙ୍କ ପଡ଼ିଗଲେ। ସେ ଭାଇଙ୍କର, ସାନ ଭାଇଙ୍କର କିଛି ହେଇନି, କିନ୍ତୁ ତା ଭଉଣୀଙ୍କର ମୁଣ୍ଡ ମାନେ ପୁରା ବେହୋସ ହେଲା ଭଳିଆ। ପାଣି ଫାଣି ପିଇ ନାହାନ୍ତି, କାହିଁକିନା ଜଣେ ଆପଣମାନେ ଜାଣିଛନ୍ତି ମାନେ ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଉ ସାଙ୍ଗେ ସାଙ୍ଗେ ତାଙ୍କୁ ପାଣି ପିଇବା ଦେବା କଥା ନୁହେଁ, କାହିଁକିନା ଏହା ମାନେ ଦେହ ପାଇଁ କ୍ଷତିକାରକ। ତା ମୁହଁରେ, ସେ ଭଉଣୀ ଜଣଙ୍କର ମୁହଁରେ ପାଣି ଫାଣି ଧୁଆଧୁଇ କରିଦେଲେ। ମାନେ ତା ଗୋଡ଼ ଛିଣ୍ଡି ଛାଣ୍ଡି, ଜିନ୍ସ ପ୍ୟାଣ୍ଟ ସେ ଭଉଣୀ ଜଣକ ପିନ୍ଧିଥିଲେ, ରକ୍ତ ପୁରା ଗୋଡ଼ ହେଇଥିଲା। କହୁଥିଲେ ତାଙ୍କୁ, ଆମେ 5-10 ମିନିଟ୍ ଠିଆ ହେଲୁ, ଆହୁରି ମାନେ ଭାଇ ଭଉଣୀ ସବୁ ଗଦା ହେଇଗଲେ। ତାକୁ ଟେକିକି ନେଇଗଲେ ଗୋଟେ ଜାଗାକୁ ବସେଇ ଦେଇକି ମୁହଁ ଧୁଆଧୁଇ କଲେ। ତାପରେ ଗୋଡ଼ରୁ, ସେ ଭଉଣୀ ଜଣଙ୍କର ଗୋଡ଼ରୁ ରକ୍ତ ବାହାରୁଥିଲା, ପୁରା ବେହୋସ ହେଲା ଭଳିଆ ହେବାକୁ ଯାଉଥିଲେ, କିନ୍ତୁ ବେହୋସ ହେବାକୁ ତାକୁ ଦେଉନଥିଲେ, ତାକୁ ଡାକୁଥିଲେ, ମୁହଁରେ ପାଣି ଫାଣି ଧୁଆଧୁଇ କରିଦେଉଥିଲେ ସେ ଭଉଣୀ ଜଣଙ୍କର। ତା ସହିତ ସେ ଭାଇ ଜଣକ ତାଙ୍କ ଘରକୁ ଫୋନ୍ କଲେ, ତା ବୋଉ ପାଖକୁ। ତାପରେ ଆମେ ଯେହେତୁ ଡେରି ହେଇଯାଇଥିଲା, ଆମେ ଭାଇନା ଇଆଡ଼େ ଫୋନ୍ କଲେ, ଆମେ ପଳେଇ ଆସିଲୁ। ଆମେ ବେଶୀ ସମୟ ଆଉ ରହିପାରିଲୁନି ସେଠି। ଆଉ ମୁଁ ବି ସେଠି ଆଉ ଭିଡ଼ିଓ କରିପାରିଲିନି, କାହିଁକିନା ଜଣଙ୍କ ଅସୁବିଧା ସମୟରେ ମାନେ ଭିଡ଼ିଓ କରିବା ଉଚିତ ନୁହେଁ। କାହିଁକିନା ଜଣେ ବହୁତ କଷ୍ଟରେ, ଯେହେତୁ ମାନେ ସେ ଜାଗାଟା ଯେମିତି ଲାଗିଲା ଗାଡ଼ିରେ ନିଆଁ ଲାଗିଗଲା, ଯେମିତି ମାନେ ସେ ମାନେ ଧୂଳି, ସେ ଗାଡ଼ି ଏତେ ଜୋରେ ସ୍ଲିପ୍ କରି ଏମିତି ଗାଡ଼ି ପଡ଼ିଲେ ଭାଇ ଭଉଣୀ 2 ଜଣ, ମାନେ ଆଖେରେ ମାନେ ଏତେ ଜୋର ଡର ଲାଗିଲା। ଆମେ ଯେହେତୁ ନଣନ୍ଦର ମୋର ସ୍କୁଟି, ନଣନ୍ଦ ସ୍କୁଟି ଚଲାନ୍ତି, ନଣନ୍ଦର ମୋର ସ୍କୁଟିରେ ଯାଇଥିଲୁ। ମାନେ ବହୁତ ଡର ଲାଗିଲା, କେମିତି ଆମେ ଘରକୁ ଆସିବୁ। ମାନେ ବହୁତ, ମାନେ ଆମେ ସେ ଗୁପଚୁପ ବାଲାକୁ ଆଉ ପଇସା ଦେଇନଥିଲୁ, ଆମର ଆଉ ଏତେ ମନେ ପଡ଼ିଲାନି। ତାପରେ ଆମେ ସେ ଭାଇ ଭଉଣୀ 2 ଜଣଙ୍କୁ ଦେଖିକି ମାନେ ଦେହ ପୁରା, ମୋତେ ଏଇ ଗାଡ଼ି ଆକ୍ସିଡେଣ୍ଟ ଏମିତି ଦେଖିଲେ ମାନେ ମୋ ଦେହ ପୁରା ଥରିଯାଏ, ମୋତେ ବହୁତ ଡର ଲାଗେ। ତାପରେ ତାଙ୍କୁ ଅଟୋରେ ନେଇଯାଇଥିବେ। ତାପରେ ଆମେ ଯେତେବେଳେ ଆଗକୁ ଟିକେ ଯାଇଛୁ, ସ୍କୁଟି ଥିଲା ସେଠି, କୁସୁମା ବୁଲି ସାରିଲେ ସ୍କୁଟି ନେଇକି ଆସିଲା ବେଳକୁ ଦେଖିଲା ବେଳକୁ ସେ ଭଉଣୀ ଜଣଙ୍କୁ ଅଟୋରେ ନେଇକି ଯାଇସାରିଲେଣି। ତାପରେ ଆମେ ଗୁପଚୁପ, ସେ ଭାଇଙ୍କର ପଇସା ଦେଇନଥିଲୁ, ସ୍କୁଟି ନେଇକି ଆସିକି ସେ ପଇସା ଦେଲୁ। ପଇସା ଦେଇକି ତାପରେ ଆମେ ଆସିଥିଲୁ। ହଁ, ମୁଁ ଆପଣମାନଙ୍କୁ କହୁଛି, ସବୁ ଭାଇମାନଙ୍କୁ କହୁଛି, ଆପଣମାନେ ମଦ ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ। ଆପଣ ମଦ ଆମ ଦେହ ପାଇଁ, ଆପଣ ଜାଣିଛନ୍ତି, ମାନେ କ୍ଷତିକାରକ। ମଦ ଗୁଟକା ଆମ ଦେହ ପାଇଁ ବହୁତ କ୍ଷତିକାରକ। ଆପଣମାନେ ସମସ୍ତେ, ସବୁ ସାନ ଭାଇ ବଡ଼ ଭାଇମାନେ ମଦ ଠାରୁ ଦୂରେଇ ରୁହନ୍ତୁ। କାହିଁକିନା ଆପଣମାନେ ମଦ ପିଇକି ଗାଡ଼ି ଚଲାଉଛନ୍ତି, ନିଜର କ୍ଷତି କରୁଛନ୍ତି, ତା ସହିତ ଅନ୍ୟ ଯେଉଁ ଭାଇ, ଯେଉଁମାନେ ଗାଡ଼ି ଚଲାଉଛନ୍ତି, ଅନ୍ୟ ଯେଉଁମାନେ, ତାଙ୍କର ବି, କାହିଁକିନା ତାଙ୍କ ଦେହରେ ନେଇକି ବାଡ଼ଉଛନ୍ତି, ସେମାନଙ୍କର ବି କ୍ଷତି ହେଉଛି। ତାଙ୍କ ପରିବାର ଲୋକ କଷ୍ଟ ପାଉଛନ୍ତି, ସିଏ କଷ୍ଟ ପାଉଛନ୍ତି। ଆପଣ ତ ନିଜ ପିଇକି ନିଜ ବାପ ମାଆକୁ ଯେଉଁ କଷ୍ଟ ଦେଉଥିବେ, ସେ କଥା ଆପଣମାନେ ନିଜେ, ଯିଏ ମଦ ପିଇବା ଲୋକ, ସିଏ ନିଜେ ଆଜିକାଲି ଜାଣିନଥାଏ ମଦ ପିଇକି ମୁଁ କ'ଣ କରୁଛି କ'ଣ ନାହିଁ। ନିଜ ବାପା ମାଆଙ୍କର କ୍ଷତି କରୁଛି, ନିଜ ସ୍ତ୍ରୀ, ନିଜ ପିଲାଛୁଆ, ସମସ୍ତଙ୍କ ଭବିଷ୍ୟତ ଯିଏ ମଦ ପିଉଛି ସେଇ ପିଲା ନଷ୍ଟ କରୁଛି। କିନ୍ତୁ ଆମେ ମଦ ଠାରୁ ଦୂରେଇ ରହିପାରୁନାହାନ୍ତି, କାହିଁକିନା ଆଜିକାଲି ସଉକ ହେଲାଣି ମଦ ପିଇବା। ଆଉ ମଦ ସମସ୍ତେ ପିଉଛନ୍ତି, ପ୍ରାୟ ମାନେ ଘରେ ଘରେ ଆଜିକାଲି। କିନ୍ତୁ ଏତିକି ମୋତେ ଖୁସି ଲାଗୁଛି, ଆମ ଘର ମାନେ ମୋ ବାପ ଘର, ମାନେ ମୋ 3 ବାପା, ମୋ ବାପାଙ୍କ ତ ଡେଥ୍ ହେଇଛି। ବାପା ମଦ ପିଆ ପିଇ ସେମାନେ ତ ଛାଡ଼ କେହି କରୁନଥିଲେ, କିନ୍ତୁ ମୋ ଭାଇ, 6 ଭାଇ, ଆମେ 6 ଭାଇ, ଆମେ 2 ଭଉଣୀ। ସେମାନେ ବି, ମୋ ଭାଇ 6 ଜଣ ଭାଇ, ସେମାନେ ବି
ମାନେ ମଦ ଠାରୁ ପୁରା ଦୂରରେ। ଆଉ ଆମ ଶାଶୁ ଘର ଲୋକଙ୍କ କଥା ମାନେ କହିବେ, ଆଗରୁ ଭାଇନା ମଦ ପିଉଥିଲେ, ମୁଁ ସତ କଥା ଆପଣମାନଙ୍କୁ କହୁଛି, ଭାଇନା ଆଗରୁ ମଦ ପିଉଥିଲେ, କିନ୍ତୁ ଧୀରେ ଧୀରେ ସେ ମଦ ପିଇବା କମେଇ ଦେଇଥିଲେ। ତା ସହିତ ତାଙ୍କର ଯେଉଁ ଅପରେସନ୍ ହେଲା, ଛାତି ପ୍ରୋବ୍ଲେମ୍ ବାହାରିଲା, ସେମାନେ ଏବେ ମଦ ଠାରୁ ମାନେ ପୁରା ଦୂରରେ। ଏକ ତ ମଦକୁ ଦେଖିଥିବା ମଦ ଲୋକଙ୍କୁ ଯେଉଁମାନେ ମଦ ପିଉଛନ୍ତି, ସେ ଲୋକଙ୍କୁ ଦେଖିଲେ ମୋତେ ଏତେ ବିରକ୍ତ ଲାଗେ ଯେ ମାନେ କହିବା କଥା ନାହିଁ। କିନ୍ତୁ ମୁଁ କହିପାରିବିନି କିଏ ମଦ ପିଅନ୍ତି କିଏ ନ ପିଅନ୍ତି, ମୁଁ କହିପାରିବିନି। କିନ୍ତୁ ଭାଇନାଙ୍କ କଥା ମୁଁ ଏଇଥିପାଇଁ କହିଲି, ଭାଇନା ମଦ ଠାରୁ ଏବେ ବହୁତ ଦୂରରେ, କାହିଁକିନା ଭାଇନାଙ୍କ ଛାତି ପ୍ରୋବ୍ଲେମ୍, ସେଥିପାଇଁ ଇଆଡ଼େ ଭାଇନାଙ୍କର ଗୋଡ଼ ପ୍ରୋବ୍ଲେମ୍, ସେଥିପାଇଁ ଭାଇନା ମଦ ଠାରୁ ମାନେ ବହୁତ ଦୂରରେ। ସେଥିପାଇଁ ମୋତେ ଖୁସି ଲାଗୁଛି, ଭଗବାନ ଗୋଟେ ରୋଗ ଦେଇଛନ୍ତି। ସେଥିପାଇଁ ମୁଁ ସବୁ ଭାଇମାନଙ୍କୁ ଅନୁରୋଧ କରୁଛି ୟୁଟ୍ୟୁବ୍ ଜରିଆରେ, ଆପଣମାନେ ଯେଉଁମାନେ ଦେଖୁଛନ୍ତି, ପ୍ଲିଜ୍ ମଦ ଠାରୁ ନିଜକୁ ଦୂରେଇ ରଖନ୍ତୁ। ନିଜ ପରିବାର ସହିତ ଖୁସିରେ, ଅନ୍ୟ କେଉଁ ଜିନିଷ ଖାଇବା ପାଇଁ ଆପଣମାନଙ୍କର ଇଚ୍ଛା ହେଉଛି ଖାଆନ୍ତୁ ନା, ମଦକୁ କାହିଁ ଖାଉଛନ୍ତି? ନିଜ ପରିବାର ମାନେ ହସ ଖୁସି, ନିଜ ସ୍ତ୍ରୀ ମନରେ କ'ଣ ପାଇଁ ଦୁଃଖ ଦେଉଛନ୍ତି? ମଦ ଠାରୁ ଦୂରେଇ ରହନ୍ତୁ ନା। ଏଇ ଭାଇ ଜଣକ ଯେଉଁ ଗାଡ଼ି ଆକ୍ସିଡେଣ୍ଟ କଲେ, ସିଏ ଗାଡ଼ି ମାନେ ବାଡ଼େଇ ଦେଇକି ପଳେଇଲେ। ତାପରେ ଏ ମାନେ ଭଉଣୀ ଜଣ କେତେ କଷ୍ଟ ପାଇଲେ, ସେ ମାନେ ତାଙ୍କ ଆଖିରୁ ଯେଉଁ ଲୁହ, ସେଟା ତୁମ ଉପରେ ପଡ଼ିବ ନା ନାହିଁ? ଯିଏ ଗାଡ଼ି ମାନେ ମଦ ପିଇକି ଯେଉଁ ଭାଇମାନେ ଗାଡ଼ି ଚଲାଉଛନ୍ତି, ଗାଡ଼ି ଆକ୍ସିଡେଣ୍ଟ କରାଉଛନ୍ତି, ସେମାନଙ୍କ ଉପରେ ପଡ଼ିବ କି ନାହିଁ? ତେଣୁ ଆପଣମାନେ ଯଥାସମ୍ଭବ ମଦଟା ଦୂରେଇ ରୁହନ୍ତୁ। ଆମେ ବି ସେଇ ସାଙ୍ଗେ ସାଙ୍ଗେ ଏଇ ଯେଉଁ ଗୁପଚୁପ୍ ବାଲାକୁ ପଇସା ଦେବା ପାଇଁ ସେଇ ବାଟରେ ଆସିଲାକୁ ଆଉ ଗୋଟେ ଭାଇ ଆମ ଦେହରେ ବି ଗାଡ଼ି ବାଡ଼େଇ ଦେଇଥାନ୍ତେ। କାହିଁକିନା ମାନେ ଇଆଡ଼େ ଡର ଲାଗୁଥାଏ, ଆକ୍ସିଡେଣ୍ଟ ଆଖି ଆଗରେ ଆକ୍ସିଡେଣ୍ଟ ଦେଖିକି ଡର ଲାଗୁଥାଏ, ଇଆଡ଼େ ଆଉ ଗୋଟେ ଭାଇ ଆମ ଦେହରେ ବି ଗାଡ଼ି ବାଡ଼େଇ ଦେଇଥାନ୍ତେ। ମାନେ ଏତେ ଜୋର ଡର ଲାଗିଲା ଯେ ସେତିକିବେଳେ ମାନେ ମୁଁ କହିଲି ଆମର କ'ଣ ପରିସ୍ଥିତି ହେଇଥାନ୍ତା। ମାନେ ସେ ତ ଭାବିଲାକୁ ଡର ଲାଗୁଛି। ମାନେ ଯେଉଁ କଥା ଭାବୁଥିବୁ ବେଳେବେଳେ ସେଇ କଥା ହେଇଯାଏ। ମାନେ କାଲି ବେଳେବେଳେ ମନ ଏତେ ଖୁସି ଥିବ, ମାନେ ମନ କାଲି ଯେହେତୁ କାଲି ବୈଦ୍ୟନାଥ ମନ୍ଦିର ଯିବା ହେଇଥିଲା, ଶନି ମନ୍ଦିର ଠାକୁରଙ୍କୁ ଦର୍ଶନ କରିବା ହେଇଥିଲା, ଆଉ ସେଠି ମାନେ ଠାକୁରଙ୍କ ପ୍ରସାଦ ଖାଇବା ହେଇଥିଲା। ଆଉ ତା ସହିତ ଆମେ କୁସୁମା ବୁଲିଥିଲୁ। ତାପରେ ବୁଲି ସାରିଲା ପରେ ମାନେ ଗୋଟେ ମନରେ ଗୋଟେ ଦୁଃଖ ଆସିଲା ସାଙ୍ଗେ ସାଙ୍ଗେ ଆଖି ଆଗରେ ଗୋଟେ ଗାଡ଼ି ଆକ୍ସିଡେଣ୍ଟ ଦେଖିକି। ସେଥିପାଇଁ ଆପଣମାନେ ସବୁ ଭାଇମାନଙ୍କୁ ଅନୁରୋଧ, ମାନେ ଆପଣମାନେ ମଦ ପିଅନ୍ତୁ, କିନ୍ତୁ ଲିମିଟ୍ ଉପରେ ପିଅନ୍ତୁ, ଯାହା ମାନେ ଅନ୍ୟମାନଙ୍କର କ୍ଷତି ନ କରାଉ। ମାନେ କେତେବେଳେ କେମିତି ଇଚ୍ଛା ହେଲେ ମଦ ପିଅନ୍ତୁ, କାହିଁକିନା ଯାହାର ଅଭ୍ୟାସ, ଯେଉଁମାନଙ୍କ ମଦ ପିଇବା ଅଭ୍ୟାସ, ସେମାନେ ମଦ କେବେ ବି ଛାଡ଼ିପାରିବେ ନାହିଁ। କିନ୍ତୁ ନିଜ ପରିବାର ଖୁସି ଦେଖନ୍ତୁ, ନିଜ ସ୍ତ୍ରୀ କି ଖୁସି ଦେଖନ୍ତୁ, ନିଜ ପିଲା ଛୁଆଙ୍କ କଥା ଭାବନ୍ତୁ। ଆପଣଙ୍କ ଛୁଆ ଯେତେବେଳେ ସ୍କୁଲକୁ ଯିବ, ମାନେ ଯିଏ ହେଲେ ମାନେ ତା ସାଙ୍ଗମାନେ କହିବେ ତୋ ବାପା ମାନେ ମଦ ପିଉଛନ୍ତି, ମଦୁଆ, ଆପଣମାନଙ୍କୁ କ'ଣ ସେଟା ଭଲ ଲାଗିବ? ତେଣୁ ଆପଣମାନେ ଯଥାସମ୍ଭବ ମଦ ଠାରୁ ଦୂରେଇ ରୁହନ୍ତୁ, ଆଉ ନିଜ ପରିବାର ସହିତ ହସ ଖୁସିରେ ରୁହନ୍ତୁ। ଯାହା ଇଚ୍ଛା ହେଉଛି ଖାଆନ୍ତୁ। ପଇସା ଆଜିକାଲି ପିଲା ବହୁତ ଅଛନ୍ତି, ପଇସା ପାଖରେ ନଥାଇକି ସୁଦ୍ଧା ଧାର କରି ମଦ ପିଉଛନ୍ତି। ଏମିତି କ'ଣ ପାଇଁ କରୁଛନ୍ତି ଆପଣମାନେ? ନିଜର ତ କ୍ଷତି କରାଉଛନ୍ତି, ଅନ୍ୟମାନଙ୍କର ବି କ୍ଷତି କରାଉଛନ୍ତି, କ'ଣ ପାଇଁ? ସେଥିପାଇଁ ଆପଣମାନେ ସବୁବେଳେ ମଦ ଠାରୁ ଦୂରେଇ ରୁହନ୍ତୁ, ଆଉ ନିଜ ହସ ଖୁସିରେ ନିଜ ପରିବାର ସହିତ ରୁହନ୍ତୁ। ସାଙ୍ଗମାନେ, ବର୍ତ୍ତମାନ ହେଉଛି ଟାଇମ୍ ଆସିକି 11ଟା ବାଜିବ। ମୁଁ ଯାଉଛି ବର୍ତ୍ତମାନ ରୋଷେଇ କରିବି। ଚାଲନ୍ତୁ, ବର୍ତ୍ତମାନ ଆମର ଆଜି ଖରାବେଳ ଟାଇମ୍, ଛତୁ ତରକାରୀ ହେବ, ଶାଗ ଭଜା ହେବ, ଆଉ ଆମ୍ବ ଖଟା ହେବ। ଆଉ ନଣନ୍ଦ ଆଜି ପଳାଇଛନ୍ତି, ଯେଉଁ ଭଡ଼ା ଘର ନେଇଥିଲେ ପଳାଇଛନ୍ତି। ଆପଣମାନେ ଚାଲନ୍ତୁ, ମୁଁ ରୋଷେଇ କରିବି, ଆପଣମାନେ ମୋ ସହିତ ଯୋଡ଼ି ରୁହନ୍ତୁ। ଆଉ ଯେଉଁ ଭାଇମାନେ ମୋ ଭିଡ଼ିଓ ଦେଖୁଛନ୍ତି, ପ୍ଲିଜ୍ ମାନେ କିଛି ଖରାପ ଭାବିବେନି। ମୁଁ ଆପଣଙ୍କ ଭଲ ପାଇଁ କହୁଛି। ଆପଣମାନେ ମୋ ସହିତ ଯୋଡ଼ି ରୁହନ୍ତୁ ସବୁବେଳେ। ଚାଲନ୍ତୁ, ବର୍ତ୍ତମାନ ମୁଁ ରୋଷେଇ ଆରମ୍ଭ କରିଦେବି। ବର୍ତ୍ତମାନ ଏ କଡ଼େଇରେ ଆମର ଖଟା ବସିଯାଇଛି। ଏ କଡ଼େଇରେ ତେଲ ପଡ଼ିଯାଇଛି। ବର୍ତ୍ତମାନ ଛତୁ ପଡ଼ିବ, ଛତୁ ଭଜା ହେବ। ବର୍ତ୍ତମାନ ଏବେ ଛତୁକୁ ଭାଜିବା ପାଇଁ ଅଳ୍ପ ସମୟ ଢାଙ୍କି ଦେବା। ବର୍ତ୍ତମାନ ବେସର ସହିତ ଛତୁ ଆଳୁ କଷା ଚାଲିଛି। ଅଳ୍ପ ସମୟ ଟିକେ ବେସର ସହିତ ଟିକେ କଷେଇଲା ପରେ ତାପରେ ପାଣି ଦେଇକି ଢାଙ୍କି ଦେବି। ବର୍ତ୍ତମାନ ଦେଖନ୍ତୁ, ଆମର
ଛତୁ ତରକାରୀ ପ୍ରସ୍ତୁତ ହୋଇଯାଇଛି। ଛତୁ ବେସର ଆମ୍ବୁଲ ପଡ଼ିକି ଛତୁ ବେସର ତରକାରୀ ପ୍ରସ୍ତୁତ ହୋଇଯାଇଛି। ବର୍ତ୍ତମାନ ଏବେ ଆମର ଖିଆ ହେବ। ଆମର ଖାଇବାରେ ଅଛି ଗରମ ଭାତ, କାକୁଡ଼ି ସାଲଡ଼, ଦହି ପଡ଼ିକି, ତା ସହିତ ଶାଗ ଭଜା ଆଉ ଛତୁ ତରକାରୀ। ବର୍ତ୍ତମାନ ଏବେ ଆମର ଖରାଳ ଖାଇବା ହେଉଛି ଭାତ, ତା ସହିତ ଛତୁ ତରକାରୀ, ଶାଗ ଭଜା ଆଉ କାକୁଡ଼ି ସାଲଡ଼। ବର୍ତ୍ତମାନ ସାଙ୍ଗମାନେ ଟାଇମ୍ 3:30 ବାଜିଗଲାଣି। ଆମର ଖିଆପିଆ ସରିଯାଇଛି। ମୁଁ ବର୍ତ୍ତମାନ ମୋବାଇଲ ଧରିକି ବସିଯାଇଛି, ଆଉ ଭାଇନା ବି ସେପଟରେ ମୋବାଇଲ ଧରିକି ବସିଯାଇଛନ୍ତି। ଆଜିର ଭିଡ଼ିଓ ମୁଁ ସାଙ୍ଗମାନେ ଏଇଠି ରଖିଦେଉଛି। ପୁଣି ଆପଣମାନଙ୍କ ସହିତ ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ, ଲଭ୍ ୟୁ। ଆପଣମାନେ ସମସ୍ତେ ଭଲ ରୁହନ୍ତୁ, ଖୁସି ରୁହନ୍ତୁ, ଆଉ ମୋ ସହିତ ଯୋଡ଼ି ରହିଥାନ୍ତୁ। ଲଭ୍ ୟୁ, ଟେକ୍ କେୟାର।